ଦେଖ ଆଜିକୁ ପ୍ରାୟ 8 ମାସ ହେଲାଣି ଇ ଜିରାଗୁଡ଼ା ଟୁ ଡୁମୁଡ଼ା ରୋଡ଼ ଏମିତି ମେଣ୍ଟଲିଂ ପକାଇକରି ଛାଡ଼ି ଦେଇଛନ୍ତି। ହେଲେ ଆମକୁ ଯିବାର ଆସିବା ପାଇଁ ଏଠି ମେନ୍ ରୋଡ଼କୁ ଯିବା ପାଇଁ ହେଲେ ଆମକୁ ବହୁତ ଅସୁବିଧା ପଡ଼ୁଛି। କାରଣ ଅନେକ ଲୋକ ଏଠି ମାନେ ସେଇଟା ପାଇଁ ଆମେ ଦାବି କରୁଛୁ ଯେ ଆମକୁ ଯଥାଶୀଘ୍ର ଏ ରୋଡ଼ଟାକୁ ଇଏ କରାଯାଉ ବୋଲି। ଆମେ ରାସ୍ତା ବିଷୟରେ ଏତେ ତ ମଝିରେ ମଝିରେ ଅଫିସର ମୁଁ କହିଛୁ ଯେ ବାକି ସେମାନେ ବୁଝୁଛନ୍ତି କି ନାହିଁ। ହେଲେ ଆମେ ଏଠି ଏକା ଯେଉଁ ବ୍ରିଜରେ ଦେଖିବା ପାଇଁ ଆସିଲେ ଆମେ ସେମାନଙ୍କୁ ଅଭିଯୋଗ କରୁଛୁ। କହିବା କଥାଟା କ'ଣ କି ଆଜ୍ଞା, ସେ ଯେଉଁ ବ୍ରିଜଟା ସିଲେକ୍ସନ୍ ହେଇଛି ସେଇଥିପାଇଁ ତ ସେଇଟା କାମଟା ଷ୍ଟାର୍ଟିଂ ହେଲା, କିନ୍ତୁ 3 ବର୍ଷ ହେବା ଗଲାଣି, 2 ବର୍ଷ ଉର୍ଦ୍ଧ ହେଲା ସେ ବ୍ରିଜଟା ହେଉନାହିଁ। ତ ହେବା କଥା ସୁନିଶ୍ଚିତ ବର୍ଷା ପାଣିରେ ତ ଗାଈ ଗୋରୁ କି ଚାଷବାସ ଆକାରରେ ଆମର ଜମିଟା ସବୁ ଡୁମୁଡ଼ା ଅନେକ କିଛି ଆମର ନଦୀ ପଟ ଅଛି, କିନ୍ତୁ ବର୍ଷା ପାଣି ବେଳେ ବହୁତ ଅସୁବିଧା ହେଉଛି। ଏ ବ୍ରିଜଟା କାହିଁକି ହେଇପାରୁନାହିଁ କମ୍ପ୍ଲିଟ୍। ଡୁମୁଡ଼ା ନଦୀ ବ୍ରିଜରୁ ଜିରାଗୁଡ଼ା ଛକରୁ ସିଆଡ଼େ ଗଲେ ଦୋଡରା ଯାଇ ହେବ, ଉମରକୋଟ ଯେଉଁଠି ଯାଇପାରୁ। ରାସ୍ତାରେ ତ ରାସ୍ତା ଦେଖନ୍ତୁ, ଏବେ ତ ଆପଣମାନେ ବି ସେଇ ରାସ୍ତା ରୋଡ଼ ଉପରେ ଛିଡ଼ା ହେଇଛୁ, ମେଟାଲ ପକାଇକିନା ତ ବହୁତ ଅସୁବିଧା ପତ୍ର ଏ ଘସରା ଘଷରି ଅପଟା ଇଏ ହେଉଛନ୍ତି। ଦେଶୀୟ ଭାଷା ଲଗେଇକି ଓଡ଼ିଆର ତ ନେଇ ଯାଅ। ଆଉ ଏବେ ବି ଦେଖୁଛନ୍ତି ଯେ ରୋଡ଼ ତ ବହୁତ ଖରାପ। 8 ମାସ ହେଲା ସାଇକେଲ ବି ଚଲେଇ ପାରୁନାହାନ୍ତି, ବାଇକ୍ ବି କାଲି ସନ୍ଧ୍ୟାବେଳେ ବି ପଡ଼ିଗଲା।